କେମିତି ଅଛନ୍ତି ଦର୍ଶକ ବନ୍ଧୁ? ଆଶା କରୁଛି ସମସ୍ତେ ଭଲରେ ଥିବେ। ସାଙ୍ଗମାନେ ଆଜିର ଟିପ୍ ଗୁଡ଼ାକ ସମ୍ପୂର୍ଣ୍ଣ ଶୀତ ଦିନ ପାଇଁ ଅଛି। ଡେରି ନକରି ଭିଡ଼ିଓଟି ଆରମ୍ଭ କରିବା। ନମସ୍କାର, କୁକ୍ ୱିଥ୍ ମୋଚାନ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଖଟ ଉପରେ ଗଦି ପଡ଼ିଥାଏ ଆଉ ସେଥିରେ ଆମେ ବେଡ଼ସିଟ୍ ପକାଇଥାଉ। ବେଡ଼ସିଟ୍ ଟେରିକଟ୍ ହେଉ କି କଟନ୍ ହେଉ, ଯେତେବେଳେ ଆମେ ଖଟ ଉପରେ ଶୋଇଥାଉ ତ କ'ଣ ହୁଏ ନା ବେଡ଼ସିଟ୍ ପୁରା ଥଣ୍ଡା ହେଇଯାଇଥାଏ। ଏମିତି ବେଶୀ ଥଣ୍ଡା ପଡ଼ିଲା ବେଳେ ହୁଏ ତ ଶୋଇ ହୁଏନି ଜମା ବି ଖଟରେ। ଯଦି ଆମେ ହାତ ଲଗାଇବା ହାତକୁ ବି ବହୁତ ଥଣ୍ଡା ଲାଗେ। ଛୋଟ ପିଲାମାନେ ଜମା ଶୋଇପାରନ୍ତିନି। ସେ ଶୋଇଲା ମାନେ ଦେହକୁ ପୁରା ଥଣ୍ଡା ଲାଗେ, ଚେଁ ଚାଁ ଲାଗିଯାଏ। ତ ଆମେ ସେଥିପାଇଁ ଗୋଟେ ବଢ଼ିଆ ଉପାୟ କରିବା। ଏମିତିର ଯେଉଁ ପତଳା କମଳ ଆସୁଛି, ସିଙ୍ଗିଲ୍ ଆସୁଛି, ବଡ଼ ସାଇଜ୍ର ମଧ୍ୟ ଆସୁଛି, ଆମେ ତାକୁ କ'ଣ କରିବା ବେଡ଼ସିଟ୍ ଭଳିଆ ପାରିଦେବା ଖଟ ଉପରେ। ବେଡ଼ସିଟ୍ଟି ଖଟ ଉପରେ ପଡ଼ିଥିବ, ତା ଉପରେ ଆମେ କମଳକୁ ପାରିଦେବା। ଯେହେତୁ ପୁରା ପତଳାର ଅଛି, ପୁରା ବେଡ଼ସିଟ୍ ଭଳି କାମ ଦେବ। ସଫା କରିବାକୁ ବି ବେଶୀ ସମୟ ଲାଗିବନି କି ବେଶୀ ପାଣି ଦରକାର ହେବନି, ଆଉ ବେଶୀ କଷ୍ଟ ମଧ୍ୟ ହେବନି। ଯେମିତି ବେଡ଼ସିଟ୍ ସଫା କରୁଛେ, ବେଡ଼ସିଟ୍ଠୁ ଇଏ ଆହୁରି ସହଜରେ ସଫା କରି ହେଇଯିବ। ଏବେ ଯେତେ ଥଣ୍ଡା ଦିନ ହେଲେ ବି ଖଟ ଉପରେ ଶୋଇବାକୁ ଆଉ ଥଣ୍ଡା ଲାଗିବନି, ଆରାମରେ ଶୋଇ ହେଇଯିବ। ଛୋଟ ପିଲାମାନେ ତ ଏଇ ଶୀତ ଦିନେ ବାରମ୍ବାର ଉଠନ୍ତି। ଟିକେ କରେଣ୍ଟ ଉଠିଲା ମାନେ ତାଙ୍କୁ ଥଣ୍ଡା ଲାଗେ, ହାତ ଗୋଡ଼ ଟିକେ ଯଦି ବେଡ଼ ଉପରେ ପଡ଼ିଥିବ ଥଣ୍ଡା ଲାଗେ, ସାଙ୍ଗେ ସାଙ୍ଗେ ଉଠି ପଡ଼ିବେ। ତ କିଛି କାମ କରେଇଦେବେନି ଉଠିକି, ଅତି ଛୋଟ ଛୋଟ ଛୁଆମାନେ। ତ ଏମିତି ଭାବରେ ଆମେ ବେଡ଼ସିଟ୍ ଉପରେ ପୁଣି ପତଳା କମଳ ପକାଇଦେବା, ଆରାମରେ ଛୋଟ ପିଲାମାନେ ଶୋଇପାରିବେ। ତଳଟା ଗରମ ରହିଲା ଆଉ ଉପରେ ପୁଣି ଯେଉଁ ଘୋରେଇ ଦେବେ ସିଏ ଗରମ ରହିବ, ଜମା ବି ତାଙ୍କ ନିଦ ଭାଙ୍ଗିବନି। ଏଇ କମଳ ପୁରା ପତଳା ହେଲେ ବହୁତ ଗରମ ଆସେ। ବଢ଼ିଆ ଉପାୟଟିଏ ନା। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ପାନକୁ ଆମେ ମୁଖ ଶୁଦ୍ଧି ପାଇଁ ଖାଇଥାଉ, କିନ୍ତୁ ଏଇ ପାନଟି ବହୁତ ପ୍ରକାର ରୋଗକୁ ଭଲ କରେ ଆଉ ମେଡ଼ିସିନର କାମ ଦିଏ। ଆମ ଦେହ ପାଇଁ କେତେ ଉପକାର ଆଗକୁ ଜାଣିବେ। ଭିଡ଼ିଓକୁ ଜମା ବି ସ୍କିପ୍ କରନ୍ତୁନି, ଦେଖନ୍ତୁ। ଆମ ଜେଜେବାପା ଆଈମା ମାନେ ପୂର୍ବରୁ ପାନ ସବୁବେଳେ ଭାଙ୍ଗିକିରି ଖାଆନ୍ତି, ଘରେ ପାନ ଡାଲା ରହିଥିବ। ସେଥିପାଇଁ ସେତେବେଳେ ସେମାନଙ୍କର ଦାନ୍ତ ବୁଢ଼ା ହେବା ଯାକେ ବି ଦାନ୍ତ ପଡ଼େନି, ଆଉ ସେମାନଙ୍କ ଦାନ୍ତ ଜମା ଖରାପ ହୁଏନି। ଆଜିକାଲି ପିଲାମାନଙ୍କର ପାନ ନ ଖାଇକି ବି ସେ ଦାନ୍ତ ସବୁ ପୋକ ଖାଇଯାଉଛି, ଆଉ ଅଳ୍ପ ଦିନକରେ ଦାନ୍ତ ପଡ଼ିଯାଉଛି। ଯେଉଁମାନେ ପାନ ଖାଉଛନ୍ତି ଦେଖିବେ ସେମାନଙ୍କର ଦାନ୍ତ ବହୁତ ଦିନ ଷ୍ଟ୍ରଙ୍ଗ ହେଇକି ରହିବ, ଜମା ଦାନ୍ତ ପଡ଼େନି। ଟିକେ ଲବଙ୍ଗ ଦେଇକି ଯଦି ପାନ ଚୋବେଇବେ ପାଟିର ଦୁର୍ଗନ୍ଧ କମିଯାଏ। ତ ଏଠି ମୁଁ କ'ଣ କଲି, 3ଟା ପାନ ନେଇଗଲି। ଏ ପାନ ଟିକେ ପାକୁଳିଆ ପାନ ଅଛି, ପାକୁଳିଆ ପାନ ନେବା ଦରକାର। ତ ଗୋଟେ ଗ୍ଲାସ୍ ପାଣି ସେଥିରେ ଦେଇଦେଲି ମୁଁ। ତାପରେ ଗ୍ୟାସ୍ରେ ବସାଇଦେଲି। ଯେମିତି ଫୁଟିଗଲା ଲୋ ଫ୍ଲେମ୍ରେ ରଖିଦେଲି। ଲୋ ଫ୍ଲେମ୍ରେ 15 ମିନିଟ୍ ଫୁଟିବ, ଆଉ ମଝିରେ ମଝିରେ ଏମିତି ନଉଟେଇ ଦେଉଥିବେ। ଖାଲି ପାନକୁ ପାଟିରେ ପୁରେଇକି ଚୋବେଇବେ, ଯଦି ପାଟିରେ ଯେତେ ଘା ଥିବ ସେ କମିଯିବ। ଯାହାର ବଥ ହେଇଥିବ, ସେ ବଥ ଜମା ପାଚୁନଥିବ, ବହୁତ ଦର୍ଜ ଥିବ, ଗୋଟେ ପାନ ଆଣିବେ ଆଉ ଗୁଆ ଘିଅକୁ ଗରମ କରିକି ସେଇ ପାନରେ ଦେଇକି ବଥ ଉପରେ ଲଦିଦେବେ। ବଥର ମୁହଁ ଯେଉଁଠି ଥିବ ସେଇଠି ଖୋଲା ରଖିଥିବେ, ମାନେ ଗୋଟେ ହୋଲ୍ କରିଦେଲେ ହେବ। ପାନ ଚାରିପଟ ଥିବ, ମୁହଁଟା ଖୋଲା ରହିଥିବ। ଏମିତି ଥରେ ଦୁଇଥର କରିଦେଲେ ବଥ ଯଦି ପାଚୁନଥିବ ପାଚିବ, ଦର୍ଜ ମଧ୍ୟ କମିଯିବ, ଆଉ ଆପେ ଆପେ ସେ ବଥର ପୂଜ ସବୁ ବାହାରିଯିବ। ଗୋଟେ ଗ୍ଲାସ୍ ପାଣିଟା ଫୁଟେଇଲା ପରେ ଅଧା ଗ୍ଲାସ୍ ହେଇଯାଇଛି। ଯେତେବେଳେ ସେ ପାଣିଟି ଥଣ୍ଡା ହେଇଗଲା ତାକୁ ଛାଣିଦେଲି, ଆଉ ଗୋଟେ ଚାମଚ ମହୁ ସେଥିରେ ପକେଇଲି। ଯାହାକୁ ଥଣ୍ଡା କାଶ ହେଉଥିବ, ଜମା ବି ଛାଡ଼ୁନଥିବ, ଏଇ ପାଣିଟା ଯଦି ମହୁ ଟିକେ ମିଶେଇକି ପାନ ପାଣିରେ ପିଇବେ, ଦେଖିବେ ଥରେ ଦୁଇଥର ପିଲାମାନେ ସେ ଥଣ୍ଡା କାଶ କମିଯିବ। କାଶି କାଶି ବେଦମ ହେଇଯାଉଥିବେ, ଗଳା ଇନଫେକ୍ସନ୍ ହେଇଥିବ, ଏଇ ପାନ ଆଉ ମହୁ ପାଣି ବହୁତ ବଢ଼ିଆ କାମ ଦେବ। ଯଦି ବହୁତ ଥଣ୍ଡାରୁ କଫ ହେଇଥିବ ତାହେଲେ ମହୁ ଖାଇଲେ ମଧ୍ୟ ସେ କଫ ସବୁ ବାହାରିଯିବ। ଏବେ ଦେଖିବା ନେକ୍ସଟ ଟିପ୍। ଏଇଠି ଦେଖନ୍ତୁ, ହାତରେ ମୋର କେତେ ଅଟା ଲାଗିଛି। ଅଟା ଚକଟୁଥିଲି, ଅଟା ଏମିତି ଚିପଚିପି ହେଇ ଲାଗିଛି। ଏଇଥିପାଇଁ ତ ଅଟା ଚକଟିବାକୁ ସମସ୍ତେ ଭଲ ପାଆନ୍ତିନି, କାରଣ ହାତରେ ଏମିତି ଚିପଚିପି ହେଇକି ଲାଗିଯିବ। ବିଶେଷ କରି ଆଜିକାଲିର ପିଲାମାନେ ତ ଏମିତି ଅଟା ଚକଟିବାକୁ ଜମା ବି ଭଲ ପାଆନ୍ତିନି। ଏଇଥିପାଇଁ ପୁଅମାନେ ମଧ୍ୟ ଅଟା ଚକଟନ୍ତି, ରୁଟି କରନ୍ତି, ସେମାନଙ୍କ ପାଇଁ ମଧ୍ୟ ଏଇ ଟିପ୍ଟି ବଢ଼ିଆ ରହିବ। ଟିପ୍କୁ ଜମା ବି ସ୍କିପ୍ କରନ୍ତୁନି, ଦେଖନ୍ତୁ। ତ କେମିତି ମୁଁ ଏ ଅଟାକୁ ହାତ ନ ଲଗେଇକି ହାତରେ ଏମିତି ଚିପଚିପିଆ ହେଇ ନ ଲାଗିବ ସେମିତି ଭାବରେ ଆମେ ଅଟାକୁ ଚକଟିବା। ବହୁତ ଇଣ୍ଟରେଷ୍ଟିଂ ଭିଡ଼ିଓ ଅଛି, ଆଗକୁ ଦେଖିବେ, ଜମା ବି ସ୍କିପ୍ କରନ୍ତୁନି। ଏଠି ଦେଖନ୍ତୁ, ଗୋଟେ କଂସା ନେଇଗଲି, ସେଥିରେ ଟିକେ ନାକୁ ତେଲ ପକାଇ ଦେଇଛି ଆଗ। ତାପରେ ଅଳ୍ପ ଟିକେ ପାଣି ଦେଇକି ସେ ତେଲକୁ ଭଲ ଭାବରେ ଏମିତି ଚାରିଆଡ଼େ ଲଗେଇଦେଲି। ପାଣିଟା ଏମିତି ବୁଲେଇ ଦେଲେ ତେଲ ଚାରିଆଡ଼େ ଲାଗିଯିବ। ତାପରେ ସେଥିରେ ଲୁଣ ଦେଇଦେବା ଆଉ ଅଟା ଦେଇଦେବା। ଯଦି ଟିପ୍ ଗୁଡ଼ାକ ଭଲ ଲାଗିଥାଏ ନିଶ୍ଚୟ କମେଣ୍ଟରେ ଜଣାଇବେ। ଚ୍ୟାନେଲରେ ଯଦି ନୂଆ ଥିବେ ସବସ୍କ୍ରାଇବ୍ କରିନେବେ।
ପାଖରେ ଥିବା ବେଲ୍ ବଟନ୍ରେ ଦବାଇ ଅଲ୍ରେ ମଧ୍ୟ ସିଲେକ୍ଟ କରିବେ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ସର୍ବପ୍ରଥମେ ପହଞ୍ଚି ପାରିବ। ଯେଉଁମାନେ ଆଗରୁ ସବସ୍କ୍ରାଇବ୍ କରିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ। ତାପରେ ଏଠି ଆପଣଙ୍କ ଅଟା ଅନୁସାରେ ଆପଣ ପାଣି ଦେଇଦେବେ। ଆଉ ଏମିତି ଡଙ୍କି ଗୋଟେ ଆଣିକି ଡଙ୍କି ନାଡ଼ରେ ଆଗ ଗୋଳେଇ ପକାଇବେ। ଏମିତି ଭାବରେ କିଛି ସମୟ ଗୋଳେଇଲା ପରେ ସିଏ ଅଧା ଅଧି ହେଇଯିବ। ଆଉ ଦେଖିକି ପାଣି ଦେବେ। ମୁଁ ଏଠି ଅଳ୍ପ ଟିକେ ପାଣି ଦେଇଥିଲି, ବେଶୀ ବେଶୀ ଏକାଥରେ ପାଣି ଦେଇଦେବେନି, ଦେଖିକି ଅଳ୍ପ ଅଳ୍ପ ପାଣି ଦେଇକି ଅଳ୍ପ ଅଳ୍ପ ଡଙ୍କିରେ ଏମିତି ବୁଲଉଥିବେ। ଟିକେ ପାଣି ଦେବେ ଆଉ ଟିକେ ଏମିତି ଡଙ୍କିରେ ଘାଣ୍ଟିବେ, ଡଙ୍କିର ନାଡ଼ରେ ଆଗେ ଏମିତି ଘାଣ୍ଟିବେ। ଯେତେବେଳେ ଅଟା ପାଣି ଭଲ ଭାବରେ ମିଶିଯିବ ସେତେବେଳେ ଆମେ କ'ଣ କରିବା, ଯେଉଁ ଡଙ୍କିକୁ ଏମିତି ବୁଲେଇ ଦେବା, ତା'ର ଡଙ୍କିର ଯେଉଁ ପଟେ ଆମେ ବାଢ଼ନ୍ତି ତରକାରୀ ପତ୍ର ସେଇପଟେ ଏମିତି ଦେଖନ୍ତୁ ଏମିତି ଭାବରେ ଚକଟି ଦେବା। ଇଏ ପୁରା ହାତ ଭଳିଆ ଚକଟି ହେଇଯିବ। ହାତ ଲଗେଇବାକୁ ଜମା ବି ପଡ଼ିବନି, ନା ହାତ ଲଗେଇବା ନା ହାତରେ ଚିପଚିପା ହେଇ ଲାଗିବ। ଏଠି ଦେଖନ୍ତୁ ଆପଣମାନଙ୍କ ସାମ୍ନାରେ ପୁରା ଡଙ୍କିରେ ମୁଁ ଅଟାକୁ କେମିତି ଚକଟୁଛି। ଆଜିକାଲିର ପାଠପଢ଼ା ପିଲାମାନେ ଅଟା ଚକଟିବାକୁ ଜମା ବି ଭଲ ପାଆନ୍ତିନି। ଆଉ ଏମିତି ଯଦି ଅଟା ଚକଟା ଶିଖିଯିବେ ସେମାନଙ୍କୁ ଆଉ ଅଟା ଚକଟିବାକୁ ଡର କାହିଁକି ଲାଗିବ, ଓଲଟି ଅଟା ଚକଟିବାକୁ ଭଲ ଲାଗିବ ତାଙ୍କୁ। ଏବେ ମୁଁ ଏଥିରେ ଆଉ ଟିକେ ଅଟା ଦେଇ ଦେଉଛି, ନସନସିଆ ହେଇଥିଲା ତ ମୁଁ ସେଥିରେ ଆଉ ଟିକେ ଅଟା ଦେଇକି ଭଲ ଭାବରେ ମିଶାଇ ଦେଲି। ଏଠି ଦେଖିପାରୁଥିବେ ହାତ ନ ଲଗେଇକି କେତେ ସୁନ୍ଦର ଭାବରେ ଆମେ ଅଟାକୁ ଚକଟି ଦେଲେ। ଝିଅମାନେ ହୁଅନ୍ତୁ କିମ୍ବା ନୂଆ ବୋହୂମାନେ ହୁଅନ୍ତୁ, ଏ ଅଟା ଚକଟିବାକୁ ତାଙ୍କୁ ଭାରି ପ୍ରୋବ୍ଲେମ୍। ଟିକେ ଅଟାକୁ ଦେଖିକି ପାଣି ଦେବେ, ପାଣି ଟିକେ ଟିକେ ଦେଉଥିବେ ଆଉ ଟିକେ ଟିକେ ସେଇ ଡଙ୍କି ନାଡ଼ରେ ବୁଲଉଥିବେ। ଏତେ ସହଜରେ ଅଟାକୁ ଆମେ ଗୁଳା କରିଦେଲେ, ଯେମିତି ଅଟା ପୁରା ଶୁଖିଲା ଶୁଖିଲା ହେଇଯିବ ଗୁଳାଟି। ଆଉ ଟିକେ ତାକୁ ହାତରେ ଭଲ ଭାବରେ ମିଶାଇଦେବା ଆଉ ଗୁଳା କରିଦେବା। ଜମା ବି ବେଶୀ ସମୟ ଲାଗିଲାନି ଆଉ ହାତକୁ ମଧ୍ୟ ଚିପଚିପା ଲାଗିଲାନି। ତାପରେ ଆମେ ବେଲଣା କାଠି ପଟାରେ ବେଲିବା। ଯଦି ବେଲଣା ପଟା କାଠିଟି ନଥିବ, ଆପଣ ହଷ୍ଟେଲରେ ରହିଥାନ୍ତୁ କିମ୍ବା ବାହାରକୁ କେଉଁଠିକି ଯାଇଥାନ୍ତୁ, ତ ଯଦି ନଥିବ ଆମେ କ'ଣ କରିବା, ନେଇଯିବା ସେଠି ଏମିତି ଥାଳି ଦୁଇଟା। ଥାଳିର ତଳପଟଟା ଏମିତି ପାଲିସ୍ ଥିବା ଦରକାର। ଯଦି ଫୁଲ ଫୁଲ ପଡ଼ିଥିବ ତ ହେବନି। ତ ସେଇଠି ଦେଖନ୍ତୁ ମୁଁ ଏଠି ଅଟା ଟିକେ ଦେଇଦେଲି ଆଉ ଅଟା ଗୁଳା ରଖିଦେଲି ସେଥିରେ, ଯେମିତି ଆମେ ଅଟା ବେଲୁଛେ ପଟା ଦିହରେ ସେମିତି ଭାବରେ ଆଗ ହାତରେ ଏମିତି ଟିକେ ଚକଡ଼ା କରିଦେବା। ତାପରେ ଆଉ ଗୋଟେ ଥାଳି ନେଇକି ଏମିତି ଭାବରେ ବୁଲେଇ ଦେବା। ଟିକେ ଟିକେ ମାଡ଼ିକିରି ବୁଲେଇ ଦେଲେ ସେ ଆପେ ରୁଟି ହେଇକି ତିଆରି ହେଇଯିବ। ଏମିତି ଥରେ ଦୁଇଥର ଯେମିତି ଆମେ ପଟାରେ ନଉଟଉଛେ ସେମିତି ନଉଟେଇ ଦେବା ଆଉ ଟିକେ ଟିକେ ଏମିତି ବେଲି ଦେବା, ସେ ସାଙ୍ଗେ ସାଙ୍ଗେ ରୁଟି ହେଇଯିବ। ବେଲଣା ପଟା କାଠି କିଛି ବି ଦରକାର ନାହିଁ। ଆପଣ ଯେଉଁଠି ଫିଷ୍ଟି କରିବାକୁ ଯାଉଛନ୍ତି, ଯଦି ବେଲଣା ପଟା କାଠି ନ ନେଇଛନ୍ତି ତ ଏମିତି ଭାବରେ ଆପଣ ରୁଟିଟିକି ବେଲି ପାରିବେ। ଏଠି ଗୋଟେ ରୁଟି ବେଲି ସାରିକି ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ଭାବରେ ରୁଟି ତିଆରି ହେଇଯାଇଛି। ଦେଖନ୍ତୁ ଆଉ ଗୋଲ ବି ହେଇଛି, ବେଶୀ ବଙ୍କା ଡଙ୍କା ହେଇନି। ରୁଟି ତ ଏମିତି ବେଲଣା ପଟା ନଥାଇକି ତିଆରି ହେଇଗଲା, ତ ତାୱା ନଥାଇକି ଆମେ କେମିତି ରୁଟିକୁ ସେକି ପାରିବା। ନେଇଯିବା ଏଠି ପ୍ରେସର କୁକର। ପ୍ରେସର କୁକରରେ ମଧ୍ୟ ଆମେ ରୁଟିକୁ ସେକି ପାରିବା। ଯେଉଁଠି ତାୱା ନଥିବ, ରୁଟି ସେକା ତାୱା, ତ କ'ଣ କରିବା, ଏମିତି ପ୍ରେସର କୁକର ଥିବ, ପ୍ରେସର କୁକର ଦେଇଦେବା, ଗ୍ୟାସ୍ ଉପରେ ବସାଇଦେବା, ରୁଟିକି ସେକିଦେବା। ଯଦି ପ୍ରେସର କୁକର ନଥିବ, କୌଣସି ହାଣ୍ଡି ଥିବ ମାନେ ଡେକ୍ଚି କିମ୍ବା କଡ଼େଇ, ତାକୁ ମଧ୍ୟ ଗ୍ୟାସ୍ ଉପରେ ଥୋଇକି ଏମିତି ରୁଟିକୁ ନୋଟପାଟ କରି ଗୋଟି ଗୋଟି କରିକି ସେକି ପାରିବା। ଏଇଠି ଦେଖନ୍ତୁ କେତେ ଗୋଲ ଗୋଲ ରୁଟି ହେଇଛି ଆଉ ଫୁଲିଛି ମଧ୍ୟ କେତେ ବଢ଼ିଆ ଭାବରେ। ସାଙ୍ଗମାନେ ଆଜି ପାଇଁ ରହୁଛି, ଆଗକୁ ପୁଣି ଏମିତି ନୂଆ ନୂଆ ଟିପ୍ ନେଇକି ଆସିବି। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।